ସାର୍, ଆପଣଙ୍କ ସହ ଅନେକ ସୁନ୍ଦର ମୁହୂର୍ତ୍ତ କଟିଛି। ଆପଣ ଦେଖାଇଥିବା ରାସ୍ତାରେ ଚାଲିବାକୁ ଆପଣଙ୍କ ପାଦ ଛୁଇଁ ଶପଥ କରିଛୁ। କୁଜଙ୍ଗ କଲେଜର ଅନେକ ଛାତ୍ରଛାତ୍ରୀ ଆପଣଙ୍କ ପ୍ରେରଣାରେ ଆଜି ବଡ଼ ବଡ଼ ପଦପଦବୀରେ ଅଛନ୍ତି। ହେଲେ ଆପଣଙ୍କ ପାଖରେ ସମସ୍ତେ ଆପଣଙ୍କ ନିଜ ପିଲା ପରି। ଉଚ୍ଚ ନିଚ ପର ଆପଣାର ଭେଦଭାବ କେବେ ଆପଣଙ୍କ ଆଖିରେ କେହି ଦେଖିନି। ହେଲେ ଆଜି ଆପଣଙ୍କର ଏମିତି ଚାଲିଯିବାଟା କେଜାଣି କାହାକୁ ବିଶ୍ୱାସ ବି ହେଉନି। କଲେଜରେ ପଶୁ ପଶୁ ଆପଣଙ୍କର ସେ ହସ ହସ ମୁହଁ ଆଉ ଦେଖିବାକୁ ମିଳିବନି। ପାଦ ଛୁଇଁ ପ୍ରଣାମ କରିବା ପରେ ସ୍ନେହରେ ଆପଣ ଆଉ ମୁଣ୍ଡରେ ହାତ ବୁଲେଇ ନେଇ ଆଶୀର୍ବାଦ ବି ଦେବେନି। ସତରେ ମୃତ୍ୟୁ କେତେ ଭୟଙ୍କର ଆଉ ନିର୍ଦ୍ଦୟ ହୋଇପାରେ ତାହା ଆଜିକାଲି କୁଜଙ୍ଗ କଲେଜ ନୁହେଁ, ପୁରା କୁଜଙ୍ଗ ଅଞ୍ଚଳ ଦେଖୁଛି। ଦୁଃଖଦ ଅନୁଭୂତି ସାଉଁଟି ଆଜି କାନ୍ଦୁଛି ଆପଣଙ୍କ ଗାଁ ମାଟି, ଆପଣଙ୍କ କାର୍ଯ୍ୟକ୍ଷେତ୍ର, କୁଜଙ୍ଗ କଲେଜ ଆଉ ଆପଣଙ୍କ ଆଖପାଖ ଅଞ୍ଚଳ ସବୁ। ଦର୍ଶକ ବନ୍ଧୁ, ଏମିତି ବି ଆସେ ମୃତ୍ୟୁ। ଦେହରେ ଖଣ୍ଡିଆ ଦାଗଟେ ବି ନାହିଁ, ହେଲେ ଆଖି ସେମିତି ଜଳ ହେଇ ଚଷମା ତଳୁ ଚାହିଁ ରହିଛି। ଶହ ଶହ ଲୋକ ଗଦା ହୋଇଛନ୍ତି ଘଟଣାସ୍ଥଳରେ। ରକ୍ତର ବନ୍ୟା ଯେମିତି ରାଜରାସ୍ତାରେ, ଆଉ ସବୁ ମଝିରେ ଶୋଇଯାଇଛନ୍ତି ଶିକ୍ଷକ ଜଣେ। ହଁ ଆଜ୍ଞା, ଟ୍ରକ୍ ଚକ ତଳେ ଚାଲିଗଲା ଜୀବନ। ପାରାଦୀପ 0 ପଏଣ୍ଟ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗୋପିଆକୁଦ ପଞ୍ଚାୟତ କାଳିଆପାଟ ଗାଁର ଅଜୟ କୁମାର ରାଉତ ବୋଲି ଜଣାପଡ଼ିଛି। ସନ୍ଧ୍ୟା ସମୟରେ ସେ ନିଜ ସ୍କୁଟିରେ ଘରୁ କୌଣସି କାର୍ଯ୍ୟବଶତଃ ପାରାଦୀପକୁ ଯାଉଥିବା ସମୟରେ 0 ପଏଣ୍ଟ ନିକଟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ସ୍ଥାନରେ ଠିକା ସଂସ୍ଥା ରାସ୍ତାକୁ ବ୍ଲକ୍ କରି ଅନ୍ଧାରୁଆ ସ୍ଥାନ ଦେଇ ଗୋଟେ ପଟେ ଗାଡ଼ିକୁ ଯାତାୟାତ କରିବାକୁ ଛାଡ଼ିଥିବା ବେଳେ ବିପରୀତ ଦିଗରୁ ଅର୍ଥାତ୍ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଏକ ଖାଲି ଟ୍ରକ୍ ଦ୍ରୁତଗତିରେ ଯାଉଥିବା ବେଳେ ରାସ୍ତା ସଂକୁଚିତ ହୋଇଥିବାରୁ ଭାରସାମ୍ୟ ହରାଇ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବା ବେଳେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର ହୋଇଯାଇଛି। ତେବେ ଲକ୍ ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ କୁଜଙ୍ଗ କଲେଜର ଜଣେ କାର୍ଯ୍ୟରତ ଅଧ୍ୟାପକ ହୋଇଥିବା ଜଣାପଡ଼ିଛି। ତାଙ୍କ ଉତ୍ତମ ସ୍ୱଭାବ ପାଇଁ ଆଜି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାରାଦୀପରୁ ସତ୍ୟଶିବ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।